ଜଣାପଡ଼ିଲା କେବେ ଖୋଲିବ ରତ୍ନ ଭଣ୍ଡାର ଘୋଷଣା ହେଲା ତାରିଖ। 14ରେ ଖୋଲିପାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଏହି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ। ଆଜି କମିଟିର ଦ୍ୱିତୀୟ ବୈଠକ ବସିଥିଲା। ବୈଠକ ପରେ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି 14ରେ ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଆଶା କରୁଛୁ ସରକାର 14ରେ ଖୋଲିବାକୁ ଅନୁମତି ଦେବେ। ତେବେ ଆଗକୁ ଅଧିକ ଅପଡେଟ୍ ଜାଣିବା ପାଇଁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ ଅନ୍ କରି ରଖନ୍ତୁ, ଯାହାଦ୍ୱାରା ପ୍ରତ୍ୟେକ ଦିନ ଏମିତି ଲାଟେଷ୍ଟ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ଆମ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ସୂଚନା ଅନୁଯାୟୀ ସରକାରଙ୍କୁ ଅନୁମତି ପାଇଲେ ରତ୍ନ ଭଣ୍ଡାର ଖୋଲାଯିବ। 2 ଦିନ ତଳେ କମିଟିର ପ୍ରଥମ ବୈଠକ ପରେ ଜଷ୍ଟିସ୍ ବିଶ୍ୱନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ ରତ୍ନ ଭଣ୍ଡାର ଡୁପ୍ଲିକେଟ୍ ଚାବି ଟ୍ରେଜେରୀରେ ଥିବା ସ୍ପଷ୍ଟ ହୋଇଛି। 9 ତାରିଖ ଅର୍ଥାତ୍ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଚାବି ଉପସ୍ଥାପନା କରିବେ। ଚାବି ଉପସ୍ଥାପନା ହେଲା ପରେ ରତ୍ନ ଭଣ୍ଡାର କେବେ ଖୋଲାଯିବ ସେ ନେଇ ନିଷ୍ପତ୍ତି ନିଆଯିବ। ତେବେ ବହୁ ଦଶନ୍ଧିରୁ ଖୋଲା ଯାଇନଥିବା ପୁରୁଣା ତାଲା କଡ଼ଙ୍କି କିମ୍ବା ଅନ୍ୟ କୌଣସି କାରଣରୁ ଡୁପ୍ଲିକେଟ୍ ଚାବିରେ ନ ଖୋଲିଲେ ତାଲାକୁ ଭାଙ୍ଗି ଦିଆଯିବ। ଏସବୁ ପ୍ରକ୍ରିୟା କେମିତି କରାଯିବ ସେ ନେଇ ଏସ୍ଓପି ପ୍ରସ୍ତୁତ କରି ସରକାରଙ୍କଠାରେ ଉପସ୍ଥାପନା କରାଯିବ। ଅସ୍ଥାୟୀ ଭାବରେ ଅଳଙ୍କାର ଗୁଡ଼ିକର ସ୍ଥାନାନ୍ତରଣ, ତାହାର ଗଣତି ମଣତି ଏବଂ ରତ୍ନ ଭଣ୍ଡାର ମରାମତି ସମ୍ପର୍କରେ ମଧ୍ୟ ଆଜି ଧାର୍ଯ୍ୟ ହୋଇପାରେ ବୋଲି ମୋଡାଲିଟି ପକ୍ଷରୁ ସ୍ପଷ୍ଟ ହୋଇଛି।